ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ଗ୍ରାମୀଣ ସର୍ଭେ ପିଏମ୍ ଆବାସ ଯୋଜନା ଗ୍ରାମୀଣ ସର୍ଭେ 2025 ଆରମ୍ଭ ହୋଇଗଲା। ତ ଯଦି ଆପଣମାନେ ପିଏମ୍ ଆବାସ ଯୋଜନାରେ ଆବେଦନ କରିଛନ୍ତି, ଆବାସ ଘର ପାଇବା ପାଇଁ ଉତ୍ସୁକ ଅଛନ୍ତି, ତାହେଲେ ଆପଣମାନଙ୍କର ସର୍ଭେ ପ୍ରକ୍ରିୟା ଆପଣମାନେ କେମିତି ସମ୍ପାଦନ କରିବେ। ଗାଁ ଗାଁରେ ଅଧିକାରୀମାନେ ସର୍ଭେ କରିବା ଆରମ୍ଭ କରିଦେଲେଣି। ତ ଆପଣମାନଙ୍କର ସର୍ଭେ ପ୍ରକ୍ରିୟା କେମିତି ସମ୍ପାଦନ କରିବେ ରାଜ୍ୟ ସରକାର, ଏହାର ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଯଦି ଚ୍ୟାନେଲରେ ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ଅଭାବୀ ପରିବାରକୁ ସ୍ଥାୟୀ ଘର ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେ 2025 ଆରମ୍ଭ ହୋଇଛି। ଗତ ଥର କୌଣସି କାରଣରୁ ଏହି ଯୋଜନାର ଲାଭ ପାଇପାରୁନଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏଥର ଏକ ପ୍ରୟାସ କରାଯାଇଛି। ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି 2027 ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରର ଏକ ସ୍ଥାୟୀ ଘର ପାଇପାରିବେ। ଦେଖନ୍ତୁ, ଏଥର ଏକ ସ୍ୱତନ୍ତ୍ର ସର୍ଭେ କରାଯାଇଛି, ଯାହାଦ୍ୱାରା ଯୋଗ୍ୟ ପରିବାରର ସମ୍ପୂର୍ଣ୍ଣ ସୂଚନା ଅନଲାଇନରେ ରେକର୍ଡ ହୋଇପାରିବ। ଗ୍ରାମବାସୀଙ୍କୁ ଡିଜିଟାଲ ପ୍ରୟୋଗ ବ୍ୟବହାର କରି ନିଜକୁ ପଞ୍ଜୀକରଣ କରିବାର ସୁବିଧା ମଧ୍ୟ ଦିଆଯାଇଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ଏବଂ ହିତାଧିକାରୀଙ୍କ ସହାୟତା ରାଶି କିସ୍ତି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଆସନ୍ତୁ ଜାଣିବା ପିଏମ୍ ଆବାସ ଯୋଜନା ଗ୍ରାମୀଣ ସର୍ବେକ୍ଷଣର ଉଦ୍ଦେଶ୍ୟ କ'ଣ ରହିଛି। ଦେଖନ୍ତୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ରହୁଥିବା ସେହି ପରିବାରମାନଙ୍କୁ ସ୍ଥାୟୀ ଘର ଯୋଗାଇବା ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଦେଖନ୍ତୁ, ଏହି ସର୍ଭେ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ଚିହ୍ନଟ କରାଯାଇ ହିତାଧିକାରୀ ତାଲିକାରେ ଯୋଡ଼ାଯାଇଛି। ଏହା ଅଯୋଗ୍ୟ ଲୋକଙ୍କୁ ଯୋଗ ଦେବାକୁ ପ୍ରତିରୋଧ କରିବ। ଦେଖନ୍ତୁ, ଏହି ଯୋଜନା ସହିତ ଗ୍ରାମବାସୀ କେବଳ ଛାତ ପାଇବେ ନାହିଁ, ବରଂ ସେମାନଙ୍କର ଜୀବନଶୈଳୀରେ ମଧ୍ୟ ଉନ୍ନତି ଆଣିବେ। ସ୍ଥାୟୀ ଘର ପାଇବା ଦ୍ୱାରା ଗ୍ରାମୀଣ ପରିବାର ଏକ ନିରାପଦ ପରିବେଶରେ ରହିବାକୁ ସକ୍ଷମ ହେବେ ଏବଂ ସେମାନଙ୍କର ପିଲାମାନେ ଏକ ଉତ୍ତମ ଜୀବନ ଉପଭୋଗ କରିପାରିବେ। ଦେଖନ୍ତୁ, ଏହିପରି ଏହି ଯୋଜନା ଗ୍ରାମୀଣ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଆସନ୍ତୁ ଜାଣିବା, ସର୍ଭେ ଏବଂ ଗ୍ରାମୀଣ ପରିବାରର ତାଲିକା ପ୍ରକାଶ ପାଇଛି। ଆପଣମାନେ ଜାଣିଛନ୍ତି, ସର୍ଭେ ଜାନୁଆରୀ 2025ରୁ ଆରମ୍ଭ ହୋଇଥିଲା ଏବଂ ମେ 2025 ସୁଦ୍ଧା ଶେଷ ହୋଇଥିଲା। ଦେଖନ୍ତୁ, ଏଥିରେ ଗ୍ରାମାଞ୍ଚଳ ଦ୍ୱାରା ଘରକୁ ଯାଇ ଯୋଗ୍ୟ ବ୍ୟକ୍ତିଙ୍କ ସୂଚନା ସଂଗ୍ରହ କରାଯାଇଥିଲା। ଏହି ପରିବାରଗୁଡ଼ିକର ନାମ, ଯାହାର ବିବରଣୀ ସର୍ଭେରେ ସଫଳତାର ସହିତ ରେକର୍ଡ ହୋଇଛି, ଗ୍ରାମୀଣ ହିତାଧିକାରୀ ତାଲିକାରେ ଯୋଡ଼ା ମଧ୍ୟ ହୋଇଛି। ଦେଖନ୍ତୁ, ହିତାଧିକାରୀ ତାଲିକା ଦେଖିବାର ବିକଳ୍ପ ମଧ୍ୟ ଅନଲାଇନରେ ଉପଲବ୍ଧ କରାଯାଇଛି। ଗ୍ରାମବାସୀମାନେ ଇଣ୍ଟରନେଟ ମାଧ୍ୟମରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର ପରିଦର୍ଶନ କରି ତାଲିକାରେ ସେମାନଙ୍କ ନାମ ଯୋଡ଼ିଛନ୍ତି କି ନାହିଁ ଯାଞ୍ଚ କରିପାରିବେ। ଏହି ସ୍ୱଚ୍ଛତା ଏହି ଯୋଜନାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ କରିଥାଏ। ଆସନ୍ତୁ ଜାଣିବା ଏହି ଯୋଜନା ଅଧୀନରେ ପ୍ରାପ୍ତ ସହାୟତା ରାଶି ବିଷୟରେ। ଦେଖନ୍ତୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ 2025 ଅଧୀନରେ ଯୋଗ୍ୟ ପରିବାରଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଗ୍ରାମାଞ୍ଚଳରେ ଏକ ଘର ନିର୍ମାଣ ପାଇଁ ମୋଟ 1,20,000ରୁ 1,40,000 ଟଙ୍କା ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯାଇଛି। ସ୍କିମ୍ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଏ। ଦେଖନ୍ତୁ, ଡିଜିଟାଲ ପେମେଣ୍ଟ ସିଷ୍ଟମ ଗ୍ରହଣ କଲେ ଦୁର୍ନୀତିର ସମ୍ଭାବନା କମିଯାଏ। ପ୍ରତ୍ୟେକ ପରିବାର ପାଇଁ 4ଟି କିସ୍ତିରେ ପାଣ୍ଠି ଉପଲବ୍ଧ, ଯାହାଫଳରେ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ। ଆସନ୍ତୁ ଜାଣିବା ଯୋଜନାର ଯୋଗ୍ୟତା ସର୍ତ୍ତଗୁଡ଼ିକ ସବୁ କ'ଣ ରହିଛି। ଦେଖନ୍ତୁ, କେବଳ ସେହି ଲୋକମାନେ ଯେଉଁମାନେ ଭାରତୀୟ ନାଗରିକ ଏବଂ ଗ୍ରାମାଞ୍ଚଳର ମାଟି ଘରେ ରୁହନ୍ତି, ଅର୍ଥାତ୍ କଚ୍ଚା ଘରେ ରୁହନ୍ତି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଦେଖନ୍ତୁ, ସେମାନଙ୍କର ସ୍ଥାୟୀ ଘର ରହିବା ଉଚିତ ନୁହଁ, ଅର୍ଥାତ୍
सेमानकर पक्का घर रहिबा उचित नुह एवं 2015 ठारू एही योजनार लाभ पाइबा उचित नुह। ग्रामीण परिवार गुड़िक मध्य प्रमाण करने को पड़िबो जे सेमाने प्रकृतरे अभावी, बेकार परिवार, दुर्बल विभाग एवं दारिद्र्य सीमारेखा तले रहुथिबा लोकंकु प्राथमिकता दिया जाए। एही उपाय रे केवल योग्य व्यक्ति को सहायता जुगाई दिया जाए। आसंतु जानिबा ऑनलाइन सर्वे एवं आवेदन प्रक्रिया। जदि आपण माने पंजीकृत ऑनलाइन माध्यम रे करिसंती, जेमितिका आपण मानकर एसोसिएट सर्वे रहिछि, पंचायत रो पीओ को द्वारा जदि आपण माने पंजीकृत करिसंती ताहाले आपण माने मध्य योग्य विवेचित हेबे। ता सहित जदि आपण घरे निजर मोबाइल माध्यम रे सेल्फ सर्वे प्रक्रिया संपादन करिसंती ताहाले आपण मानको पई मध्य प्रधानमंत्री आवास घर उपलब्ध रहिबो। तो आसंतु यार डिटेल्स उपरे टिके नजर पकेबा। देखंतु एही प्रक्रिया को सहज करिबा पई सरकार आवास प्लस नामक एक डिजिटल आवेदन प्रकाश करिसंती। देखंतु एहा माध्यम रे ग्रामीण लोक माने निज घरे बसी सर्वे फॉर्म पूरण करि परिबे, जोटा कि आपण मानकर एसोसिएट सर्वे। एही सुविधा संपूर्ण मागणा एवं समस्त को समान सुजोग प्रदान करे। तो आपण एसोसिएट सर्वे करिथांतु कि आपण माने सेल्फ सर्वे करिथांतु, आपण मानकु समान सुविधा सुजोग मिलिबो जे जो प्रक्रिया रा आपण माने करिथांतु ना काहे कि सरकार को तरफ रु कुहा जाय जे एही दुईटी प्रक्रिया ग्रहणीय योग्य। आपण माने एही दुईटी प्रक्रिया रु जेकोसी गुटिए प्रक्रिया अवलंबन करि परिबे। देखंतु हिताधिकारी माने ऑनलाइन आवेदन करिबा परे मध्य सेमानकर स्थिति जांच करि परिबे। वेबसाइट रे फॉर्म रो स्थिति जांच करिवार एक विकल्प अछि, जहा आपण माने तुरंत प्रयोग करी एही स्थिति जानि परिबे। यह उभय समय एवं प्रयास को संचय करे। देखंतु जेतेबेले आपण माने सेल्फ सर्वे प्रक्रिया संपादन करिसंती कि एसोसिएट सर्वे प्रक्रिया संपादन करिसंती, किंतु आपण मानकर फॉर्म टी अप्रूवल हैला कि नाही आपण मानकर स्थिति आपण जांच करी जानिबा को पाई जिवे। किस्ती टंका पाइबार प्रक्रिया। देखंतु एही योजना अधीन रे हिताधिकारी मानकु 4 किस्ती रे सहायता दिया जाए। प्रथम किस्ती आपण मानकर 25,000 रु 40,000 टंका मध्य रे, जहा द्वारा प्राथमिक कार्य आरंभ होई परिबो। गृह निर्माण अग्रगति कला बेले परवर्ती किस्ती को मध्य रिलीज करा जाए। देखंतु प्रत्येक किस्ती रिलीज होबा पूर्वरु सरकारी अधिकारी द्वारा जांच करा जाई थाए। परवर्ती किस्ती केवल निर्माण कार्यर निश्चिंतकरण पाइबा परे हिताधिकारी बैंक अकाउंट को दिया जाए। एही प्रक्रिया निश्चिंत करे जे टंका सठिक भावरे व्यवहृत हुए एवं घरटी संपूर्ण प्रस्तुति हुए। देखंतु एही भिडियोटी केवल सूचनामूलक उद्देश्य पाई। एही भिडियो रे दिया जाइथिबा समस्त सूचना सरकारी सूचना एवं उपलब्ध उत्स उपरे आधारित।